ନନାରାଣୀ ବାହାଘର ଛାଡିବାକୁ ଆସିଥିଲେ ଆଜି ଶେଷ ଥର ପାଇଁ ଜାଣିନଥିଲେ ଶେଷ ଥର ଛାଡିବାକୁ ଭଉଣୀକୁ ଆସିଥିଲେ ଛାଡିବା ପାଇଁ ବାହାଘର ଛାଡିବାକୁ ଆସିଥିଲେ ଧୈର୍ଯ୍ୟ ଧରନ୍ତୁ। କଣ ପ୍ରକୃତି ଆଗରେ ସମସ୍ତେ ହାର ମାନିଛନ୍ତି ଏବଂ ତାଙ୍କର ଭାଇ ଯାହା କହୁଥିଲେ ଭଉଣୀଙ୍କୁ ଛାଡିବା ପାଇଁ ଆସିଥିଲେ ଏବେ ଭିଣେଇଙ୍କର ଶୋଭାଯାତ୍ରାରେ ବାହାରିଛନ୍ତି ତାଙ୍କ ମର ଶରୀର ସହିତ ଯାଉଛନ୍ତି କାନ୍ଦି କାନ୍ଦି ସମସ୍ତେ ଅଧୈର୍ଯ୍ୟ ହେଇ ପଡୁଛନ୍ତି। ଇଏ ହେଉଛି ଦୃଶ୍ୟ ବର୍ତ୍ତମାନ ସମସ୍ତଙ୍କର ଆଖିରେ ଲୁହ କୋହ ଏବଂ ମନର ଯନ୍ତ୍ରଣା ଆଉ ଗୋଟେ ପରେ ମନ ଭିତରେ ରହିଛି ପୁଞ୍ଜୀଭୂତ ଅସନ୍ତୋଷ। ଆପଣମାନେ ଆସିଛନ୍ତି ଆଜ୍ଞା ବଡ ଭାଇ ଆମର ଆମ ଗଣ ତ ବର୍ତ୍ତମାନ ନାହାନ୍ତି ଆଉ କଣ କହିବା ଜଣେ ବୋଲିବା ପାଇଁ ଯାଇକି ଯଦି ସବୁ କରିବ କଣ କରିବା। ଶୁଣୁଥିଲି ପ୍ରତିକ୍ରିୟା କହିପାରୁନାହାନ୍ତି କିଏ ବି କିଛି କହିବା ଆଗରୁ ତାଙ୍କର ଯେମିତି କଣ୍ଠରୁଦ୍ଧ ହେଇଯାଉଛି ଆଖିରେ ଲୁହ ଚାପିବାକୁ ଚେଷ୍ଟା କଲେ ବି ଚାପି ପାରୁନାହାନ୍ତି କହୁ କହୁ ଆଖିର ଧାର ଧାର ହୋଇଯାଉଛି। ଘର ଅଭିମୁଖେ ଯାଉଛନ୍ତି ସାଙ୍ଗଟା ଚାଲିଗଲା ଆଉ କିଛି ୱାର୍ଡ ନାହିଁ ତା ପାଇଁ। ସବୁ ଜିନିଷ ମୋ ସାଙ୍ଗରେ ଆମେ ଦେଖା ହୁଏ ଆମେ ସାଙ୍ଗର ପାଠ ପଢୁଥିଲେ ସାଙ୍ଗର କଲେଜ ପାଖରୁ ଚାକିରି ମଧ୍ୟ ସେ କରୁଥିଲା ଏଇଠି ଆମେ ପ୍ରତିଦିନ ଦେଖା ହଉଥିଲା ଚାଲିଗଲା ଛାଡି ଦୁଃଖ ଆସୁଛି। ଯେତେବେଳେ ସାଙ୍ଗ ବୁଲିବା ପାଇଁ ଯାଇଥିବେ ନିହାତି କଥା ହେଇଥିବେ ଯେ ଆମେ ଯାଉଛୁ ବୁଲିବାକୁ କେତେ ଖୁସି କେତେ କିନ୍ତୁ ତାରି ଭିତରେ ଯେତେବେଳେ ଗୋଟେ ମୁହୂର୍ତ୍ତ ଭିତରେ ସବୁକିଛି ଓଲଟ ପାଲଟ ହେଇଯାଉଛି ସମସ୍ତେ ଏବେ ଅଧୈର୍ଯ୍ୟ ହେଇ ପଡୁଛନ୍ତି ଏବଂ ଆପଣମାନେ ଆମେ ଦେଖୁଛନ୍ତି ଲଗାତାର ଭାବରେ ଘରର ଯୋଉ ପରିସ୍ଥିତି ରହିଛି ଆଜି 3 ଦିନ ତୃତୀୟ ଦିନରେ ଆସି ମର ଶରୀର ପହଞ୍ଚୁଛି ଘରକୁ ଯାଉଛନ୍ତି ଯୋଉ ଧୈର୍ଯ୍ୟ ରହୁନାହାନ୍ତି ସମସ୍ତେ ଅଧୈର୍ଯ୍ୟ ହେଇ ପଡୁଛନ୍ତି ଆଉ ଧୈର୍ଯ୍ୟ ରହୁନାହିଁ ଆଉ ଦେଖିଲା ପରେ ସାଙ୍ଗଟାକୁ ଆଜି ଆମେ ଭାବି ପାରୁନଥିଲେ ଯେ ସେ ଦିନେ ଯିବ ଏଭଳିଆ ପରିସ୍ଥିତିରେ। କେବେ କେବେ କେହି କେବେ ଭାବି ନଥିଲେ କେହି କେବେ ଚିନ୍ତା ମଧ୍ୟ କରିନଥିଲେ ଯେ ଏଭଳି ପରିସ୍ଥିତି ଆସିବ। ଯେଉଁ ସାଙ୍ଗ କିଛି ଦିନ ପୂର୍ବରୁ ବୁଲିବାକୁ ବାହାରିଥିଲେ ଖୁସିରେ ଯାଇଥିଲେ ସେଠୁ ଭିଡିଓ ଆସୁଥିଲା ରିଲ୍ସ ଆସୁଥିଲା ଫଟୋ ଆସୁଥିଲା ଏବଂ ଅନ୍ୟ ସାଙ୍ଗସାଥୀ ମାନେ ମଧ୍ୟ ଦେଖୁଥିଲେ କଥା ହଉଥିଲେ ଭିଡିଓ କଲରେ କଥା ହଉଥିଲେ କିନ୍ତୁ ଏବେ ଯେଉଁ ପରିସ୍ଥିତି ରହିଛି ସବୁ କିଛି ଓଲଟେଇ ଦେଇଛି। ଆଖିରେ କେବଳ ଲୁହ ଆଉ ମନରେ କେବଳ କୋହ।